ଗତକାଲି ରାୟଗଡ଼ା ସହରରେ ହୋଇଥିବା ଏକ ଲୁଟ୍ର ପର୍ଦ୍ଦାଫାଶ କରିଛି ପୋଲିସ। ଗତକାଲି ଅର୍ଥାତ୍ ସୋମବାର ଦିନ ରାୟଗଡ଼ା ସହରର କପିଳାସ ରୋଡ଼ରେ ପାତ୍ର ଇଲେକ୍ଟ୍ରୋନିକ୍ସର ହିସାବ ରକ୍ଷକ 2,32,000 ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କ ଟଙ୍କା ଲୁଟ୍ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପାତ୍ର ଇଲେକ୍ଟ୍ରୋନିକ୍ସର ମ୍ୟାନେଜର ଶ୍ରୀ ଅକ୍ଷୟ କୁମାର ବିବାର ରାୟଗଡ଼ା ଥାନାକୁ ଫୋନ୍ କରି ଜଣାଇଥିଲେ ଏବଂ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ସେ ତଦନ୍ତ ଆରମ୍ଭ କରିଥିଲେ। ରାୟଗଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୈଜ୍ଞାନିକ ଓ ବିଧି ବିଜ୍ଞାନ ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲେ ଯେ ଏଭଳି କୌଣସି ଲୁଟ୍ ଘଟଣା ଘଟିନଥିଲା। ପରେ ହିସାବ ରକ୍ଷକ ଶ୍ରୀ ରଞ୍ଜିତ କୁମାର ଦଳେଇଙ୍କୁ ତଦନ୍ତ ପରିସରରେ ରଖି ପଚରାଉଚରା କରାଯାଇଥିବା ବେଳେ ସେ ସ୍ୱୀକାର କରିଥିଲେ ଯେ ବିଭିନ୍ନ ଦିଗରେ ସେ ନିଜେ ଟଙ୍କା ଚୋରି କରି ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟୟ କରିଥିଲେ ଏବଂ ଏହାକୁ ଲୁଚାଇବା ପାଇଁ ଲୁଟ୍ ଘଟଣାର ଏକ ନାଟକ ରଚିଥିଲେ। ପୁଲିସ ତାଙ୍କ ନିକଟରୁ 1,20,000 ଟଙ୍କା ଜବତ କରିବା ସହ ତାଙ୍କୁ ଥାନାରେ ଅଟକ ରଖିଛି ଏବଂ ଏନେଇ ଆଜି ଅର୍ଥାତ୍ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ 10 ଘଟିକା ସମୟରେ ସୂଚନା ମିଳିଛି।